ଭିତରଛ ମହାପାତ୍ରଙ୍କୁ ଆମେ ଦେଖୁ ଯେତେବେଳେ ସିଂହଦ୍ୱାର ସେ ଖୋଲନ୍ତି ଭିଡିଓରେ ବି ପ୍ରତିଦିନ ଲୋକ ଦେଖନ୍ତି ସିଂହଦ୍ୱାର ଖୋଲି ସାରିଲା ପରେ ତାପରେ କ'ଣ ହୁଏ ଭିତରେ ସିଂହଦ୍ୱାର ଖୋଲିଲା ପରେ ଭିତରେ ଯାଇ ଜୟ ବିଜୟ ଦ୍ୱାର ଖୋଲାଯାଏ ତାପରେ କଳାହାଟ ଦ୍ୱାର ଖୋଲାଯାଏ ଗର୍ଭଗୃହରେ ଖୋଲିବା ପରେ ମହାପ୍ରଭୁଙ୍କର ଖଟଶେଜ ଯାହା ପଡ଼ିଥାଏ ଖଟଶେଜ ବାହାରକୁ କଢ଼ାଯାଏ ପୂର୍ବ ଦିନର ଖଟଶେଜ ଯେଉଁଟା ପଡ଼ିଥାଏ ଶରୀରରେ ଯଦି କିଛି ମାଳ ଫୁଲ ହେଣ୍ଟେନ୍ ଖସି ଯାଇଥିବ ତାହେଲେ ତାକୁ ସଜାଡ଼ନ୍ତି କିଏ ନା ଯେଉଁ 3 ଜଣ ସିଂହାରୀ ଯିବା ପୂର୍ବରୁ ଭିତରଛ ମହାପାତ୍ର ରତ୍ନସିଂହାସନ ଚଢ଼ି ମହାପ୍ରଭୁଙ୍କର ସେ ସମସ୍ତ ବେଶକୁ ନିଖୁଣ କରିଥାନ୍ତି କିପରି ଭାବରେ ଯେତେବେଳେ ଭକ୍ତର ଭଗବାନ ଭକ୍ତ ଆସିଲା ବେଳେ ମହାପ୍ରଭୁଙ୍କୁ ଦେଖିବ ଯେ ସଚେତ ଅବସ୍ଥାରେ ମହାପ୍ରଭୁ ସ୍ୱୟଂ ବସିଛନ୍ତି ତେଣୁକରି ତାଙ୍କର କୌଣସି ଯେମିତି ଖଟରୁ ଉଠିଛନ୍ତି ଯଦି ଅସଜ ଅବସ୍ଥାରେ ଥିବେ ତାହେଲେ ସେଇଟା ସିଏ ଯାଇକି ସଜାଡ଼ିବେ କିଏ ନା ଭିତରଛ ମହାପାତ୍ର ସେ ସେବା କଲା ପରେ ମଙ୍ଗଳ ଆଳତି ମଧ୍ୟ ପାଳିଆ କରନ୍ତି ଯିଏକି ପଶୁପାଳକ ପାଳିଆ ମାନେ ପଠାଗୁରୁଙ୍କ ପାଖରେ କରନ୍ତି ମଝିବାଡ଼ରେ କରନ୍ତି ଭିତରଛ ମହାପାତ୍ର ମହାପ୍ରଭୁଙ୍କ ଆଡ଼ରେ ଯିଏକି ଜଗନ୍ନାଥ ଆପଣ କୁହନ୍ତି ତାଙ୍କ ତଳେ ମଙ୍ଗଳ ଆଳତି କରନ୍ତି ଭିତରଛ ମହାପାତ୍ର।